ହ୍ୟାଲୋ ଷ୍ଟୁଡେଣ୍ଟସ୍, ତୁମମାନଙ୍କ ପାଇଁ ଆସିଯାଇଛି ଇତିହାସର ସୁପର ସିଲେକ୍ଟେଡ୍ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ମାନେ ଏଇଥିରୁ ତମର ନିଶ୍ଚିତ ଭାବରେ ସବୁ ସର୍ଟ କ୍ୱେଶ୍ଚିନ୍ ଆଉ ଲଙ୍ଗ କ୍ୱେଶ୍ଚିନ୍ ଆସିବ। ଆଗରୁ ଯୋଉ ବି କ୍ୱେଶ୍ଚିନ୍ ଦିଆଯାଇଥିଲା ତୁମମାନେ ଦେଖିକି ଜାଣିଥିବ ଯେ ସବୁ କ୍ୱେଶ୍ଚିନ୍ ସବୁ ବିଷୟର ସବୁ କ୍ୱେଶ୍ଚିନ୍ ତମର ପ୍ରି ବୋର୍ଡ ଏକ୍ସାମରେ ଆସିଥିଲା। ପିଲାମାନେ ମତେ ମେସେଜ କରିକି ଜଣେଇଥିଲେ ଆଉ ସେଇଟା ଦେଖିକି ମତେ ବହୁତ ଖୁସି ହେଇଥିଲା, କାରଣ ମୁଁ ଦେଇଥିବା କ୍ୱେଶ୍ଚିନ୍ ସବୁତକ ଏକ୍ସାମରେ ଆସିଛି। ସିଏ ହିଷ୍ଟ୍ରି ହଉ, ଜୋଗ୍ରାଫି ହଉ, ଇଭେନ୍ ଅର୍ଥନୀତି ରାଜନୀତି ବିଜ୍ଞାନରୁ ମଧ୍ୟ କ୍ୱେଶ୍ଚିନ୍ ଆସିଛି, ବିଜ୍ଞାନରୁ ବି ଆସିଛି, ହିନ୍ଦୀରୁ ବି ଆସିଛି, ସାଂସ୍କ୍ରିଟରୁ ବି ଆସିଛି। ସବୁଥିରୁ ଦେଇଥିବା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଏକ୍ସାକ୍ଟ ଆସିଯାଇଛି। ତ ପିଲାମାନେ କହୁଛନ୍ତି ଯେ ବହୁତ ସାରା କ୍ୱେଶ୍ଚିନ୍ ହେଇଯାଉଛି କିନ୍ତୁ ମନେ ରଖିବା ପାଇଁ ଅଳ୍ପ କ୍ୱେଶ୍ଚିନ୍ ଦରକାର। ସେଇଥିପାଇଁ ସେଇମାନଙ୍କର ରିକ୍ୱେଷ୍ଟ ରକ୍ଷା କରି ଏଇ ଭିଡିଓଟି ଆସିଛି। ଆଉ ଯୋଉମାନେ ସେଇ ସବୁ କ୍ୱେଶ୍ଚିନ୍ ଘୁଷି ସାରିଛନ୍ତି, ମନେ ରଖି ସାରିଛନ୍ତି, ତାଙ୍କ ମାନଙ୍କ ପାଇଁ ଏଇ ଭିଡିଓ ଦେଖିବା କୌଣସି ପ୍ରକାର ଜରୁରୀ ନାହିଁ। ଆଉ ଯୋଉମାନେ ଏବେ ଯାଏ ପ୍ରିପେୟାର ହେଇନାହାନ୍ତି ତାଙ୍କୁ ଅଳ୍ପ ସମୟରେ ପ୍ରିପେୟାର ହବାର ଅଛି। ଇତିହାସ ଭୂଗୋଳରେ ଭଲ ସ୍କୋର କରିବାର ଅଛି। ତ ଇତିହାସର ଏଇ ସିଲେକ୍ଟେଡ୍ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଭିଡିଓକୁ ଦେଖି ନିଅନ୍ତୁ। ତ ପିଲାମାନେ ଏଥିରେ ବହୁତ କମ୍ ଲଙ୍ଗ କ୍ୱେଶ୍ଚିନ୍ ଦିଆଯାଇଛି, ମାନେ ପାଖାପାଖି 5ରୁ 7ଟା କିମ୍ବା 8ଟା କ୍ୱେଶ୍ଚିନ୍ ହବ। ଆଉ ବାକି ହେଲା ତମର ସର୍ଟ କ୍ୱେଶ୍ଚିନ୍ ହେଲା, ବହୁତ କମ୍ ପଢିବାକୁ ପଡିବ। ଆଉ ପିଲାମାନେ ସର୍ଟ କ୍ୱେଶ୍ଚିନ୍ ରୁ ହିଁ ଭଲ ମାର୍କ ଆସିବ, କାରଣ ତମମାନେ ଜାଣିଛ କଣ ଯେ 4 8 ମାର୍କ ଛାଡିଦେଲେ ଆଉ 17 ମାର୍କ ହଉଛି ତମର ସର୍ଟ କ୍ୱେଶ୍ଚିନ୍। ସେଥିପାଇଁ ପିଲାମାନେ ଧ୍ୟାନ ଦବ। ତ ଦେଖିନିଅ କ୍ୱେଶ୍ଚିନ୍ ଗୁଡାକ। ଜାଲିଆନୱାଲାବାଗ ହତ୍ୟାକାଣ୍ଡ ମୁଁ ଆଉ ପଢୁନି ହେଲା। ଏଥିରେ ଯୋଉଟା ତମର ଲଙ୍ଗ କ୍ୱେଶ୍ଚିନ୍ ରହିବ ଲଙ୍ଗ କ୍ୱେଶ୍ଚିନ୍ ପଢିବ, ଆଉ ବାକି ତମେ ସର୍ଟ କ୍ୱେଶ୍ଚିନ୍ ଟାଇପର ପଢିବ। ଜାଲିଆନୱାଲାବାଗ ହତ୍ୟାକାଣ୍ଡକୁ ଲଙ୍ଗ ସର୍ଟ ବୋଥ ଟାଇପ ଟିକେ ଟିକେ ଦେଖିଦେଇଥିବ, କାରଣ ଆର ସର୍ଟ ଯାହା ଲଙ୍ଗ ବି ତାହା। ସେମିତି ଓଡିଶାର ଅସହଯୋଗ ଆନ୍ଦୋଳନ ଆଉ ଭାରତର ଅସହଯୋଗ ଆନ୍ଦୋଳନ କାର୍ଯ୍ୟକ୍ରମ ହେଲା, ଫଳାଫଳ ଯୋଉମାନେ ଚାହିଁବେ ଦେଖିପାରିବ। ଦାଣ୍ଡି ଯାତ୍ରା, ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ, ଭାରତ ଛାଡ ଆନ୍ଦୋଳନ କାର୍ଯ୍ୟକ୍ରମ, ଇରମ ଗୁଳିକାଣ୍ଡ, ଲକ୍ଷ୍ମଣ ନାୟକଙ୍କୁ କେବେ ଫାଶୀ ଦିଆଯାଇଥିଲା, କାହିଁକି ଫାଶୀ ଦିଆଯାଇଥିଲା, କେଉଁଠାରେ ଫାଶୀ ଦିଆଯାଇଥିଲା, ମାଉଣ୍ଟ ବ୍ୟାଟେନ ଯୋଜନା, ଏ ମହିମା ଧର୍ମ ଉପରେ, ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ, ଆଉ ମଧୁବାବୁ କାହିଁକି ଉତ୍କଳ ସମ୍ମିଳନୀ ତ୍ୟାଗ କରିଥିଲେ ହେଲା, କିଏ ଆଉ କେବେ ସମ୍ବଲପୁର କୋର୍ଟ କଚେରୀରେ ଓଡିଆ ଭାଷା ଉଚ୍ଛେଦ କରି ହିନ୍ଦୀ ଭାଷା ପ୍ରଚଳନ କରିଥିଲେ, ପ୍ରଜାମଣ୍ଡଳ ଆନ୍ଦୋଳନର ମୁଖ୍ୟ ଦାବି ଗୁଡିକ କଣ ଥିଲା, ସାଇମନ କମିଶନ ଭାରତ ଗସ୍ତ ବେଳେ ଉତ୍କଳ ସମ୍ମିଳନୀର ସଭ୍ୟମାନେ କେଉଁଠାରେ ଆଉ କାହିଁକି ଭେଟିଥିଲେ, ଓଡିଶାର ପ୍ରଥମ ବିଧାନସଭାର ବାଚସ୍ପତି ଆଉ ଉପବାଚସ୍ପତି କିଏ, କେଉଁ ପରିସ୍ଥିତିରେ ରାଜା ହରି ସିଂ ମିଳନ ପତ୍ର ସ୍ୱାକ୍ଷର କଲେ, ମିଶ୍ରଣ ଚୁକ୍ତିର ସର୍ତ୍ତ ଗୁଡିକ କଣ, ଅପରେସନ ପୋଲୋ କଣ, ଜୁନାଗଡ କିପରି ଭାରତରେ ମିଶିଲା, ନୀଳଗିରି କିପରି ଓଡିଶାରେ ମିଶିଲା। ପିଲାମାନେ ଏଇ ସବୁ କ୍ୱେଶ୍ଚିନ୍ ନା ମୋର ଷ୍ଟୁଡେଣ୍ଟ ମାନେ ଲେଖିଛନ୍ତି, ତ ଟିକେ ସ୍ପେଲିଂ ଆମର ବନାନ ଭୁଲ ରହୁଛି, ସେତିକି ତମେ ଧ୍ୟାନ ଦବନି। ତମର କାମ ହଉଛି ତମେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ରେ ଧ୍ୟାନ ଦବ, ତାର ଆନ୍ସର ରେ ଧ୍ୟାନ ଦବ, ଭଲ ଭାବରେ ତାକୁ ମୁଖସ୍ତ କରିବ, ଏକ୍ସାମ ରେ ଲେଖିକି ଆସିବ। ତମକୁ ଲାଗିବ ଆରେ ଏଇ କ୍ୱେଶ୍ଚିନ୍ ଗୁଡାକ ତ ମୁଁ ସବୁ ପଢିଛି, ତମ କ୍ୱେଶ୍ଚିନ୍ କୁ ଦେଖିକି ହସିବ ଯେ ଏଇ କ୍ୱେଶ୍ଚିନ୍ ମୁଁ ଅଲରେଡି ପଢିଛି ଆଉ ଏଇ ସବୁ କ୍ୱେଶ୍ଚିନ୍ ହିଁ ଆସିଛି ହେଲା। ସାରଙ୍ଗଧର ଦାସ କିଏ, କେବେ ଆଉ କେଉଁଠାରେ ପ୍ରଜା ସମ୍ମିଳନୀ ଅଧିବେଶନ, ମାନେ ଆଚ୍ଛା ସେଇଟା ଅଲଗା, ଏଇଟା ଗୋଟେ ଅଲଗା କ୍ୱେଶ୍ଚିନ୍। ସାରଙ୍ଗଧର ଦାସ କିଏ, କେବେ ଆଉ କେଉଁଠାରେ ପ୍ରଜା ସମ୍ମିଳନୀ ଅଧିବେଶନ ମାନେ ପ୍ରଜାମଣ୍ଡଳର ମାନେ ଅଧିବେଶନ ଅନୁଷ୍ଠିତ ହେଇଥିଲା, ଷଢ଼େଇ କଳା ଆଉ ଖରସୁଆଁ କାହିଁକି ବିହାର ସହିତ ମିଶି ଯାଇଥିଲା, କିଏ ହରେକୃଷ୍ଣ ମହାତାବଙ୍କୁ ପରଶୁରାମ ଆଖ୍ୟା ଦେଇଥିଲା ଆଉ କାହିଁକି ହେଲା, କାହିଁକି ଛାଡି ଦିଆଯାଇଛି ଏଥିରେ ହେଲା। ଯୋଜନା ଆୟୋଗ ଆଉ ଜାତୀୟ ଉନ୍ନୟନ ପରିଷଦ କେବେ ଗଠିତ ହୋଇଥିଲା, ଯୋଜନା ଆୟୋଗର ଚେୟାରମ୍ୟାନ କିଏ ଥିଲା ଗୋଟେ ଦେଖିଦବ। ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନାର ମୁଖ୍ୟ ଲକ୍ଷ୍ୟ ଗୁଡିକ କଣ ଦେଖିବ ପିଲାମାନେ, ଆଉ ତୃତୀୟ ପଞ୍ଚବାର୍ଷିକ ଯୋଜନା କାହିଁକି ବାଧା ପ୍ରାପ୍ତ ହେଇଥିଲା। ପିଲାମାନେ ଏ ସବୁ ସର୍ଟ କ୍ୱେଶ୍ଚିନ୍ ହେଲା କି, ଭାବନି ସାର୍ ବହୁତ ବହୁତ କ୍ୱେଶ୍ଚିନ୍ ଦେଇଦେଲେ, ବହୁତ ସର୍ଟ କ୍ୱେଶ୍ଚିନ୍, ଅଳ୍ପ ହିଁ ଲଙ୍ଗ କ୍ୱେଶ୍ଚିନ୍ ହେଲା। ବ୍ୟାଙ୍କକୁ ଜାତୀୟକରଣ କରାଯିବାର ପରେ କଣ ଲାଭ ହେଲା ଆଉ କ୍ଷତି ହେଲା, ଯାହାବି। ମିଶ୍ରିତ ଓ ନିୟନ୍ତ୍ରିତ ଅର୍ଥନୀତି କଣ, ଅନ୍ତୋଦୟ ଅନ୍ନ ଯୋଜନା, ସ୍ୱାଧୀନତା ପରେ ଓଡିଶାର ପ୍ରାଥମିକ ଶିକ୍ଷା କିପରି ବିକଶିତ ହେଲା, ଭାବା ଆଣବିକ ଗବେଷଣା କେନ୍ଦ୍ର କେବେ ଆଉ କେଉଁଠାରେ ପ୍ରତିଷ୍ଠା କରାଗଲା, ଭାରତ ତିଆରି ପ୍ରଥମ କୃତ୍ରିମ ଉପଗ୍ରହ ନାମ କଣ ହେଲା, ଏହା କେଉଁ ଦିନ ମହାକାଶକୁ ପ୍ରେରଣ କରାଯାଇଥିଲା। ମିଶନ ଶକ୍ତି, ଏଇଟା ଲଙ୍ଗ କ୍ୱେଶ୍ଚିନ୍ ପିଲାମାନେ। କେଉଁ ବ୍ୟବସ୍ଥାରୁ ଓଡିଶାରେ ଗତି ପ୍ରଥା ଉଚ୍ଛେଦ ହେଲା ବା ଜାତ ହେଲା ଆଉ କେବେ ଉଚ୍ଛେଦ ହେଲା,
କୋରାପୁଟରେ କେଉଁମାନେ ଏକ ମାନେ ଭୟଙ୍କର ରୋଗର ଶିକାର ହୋଇଥିଲେ ଆଉ ସେ ରୋଗର ନାମ କଣ ଥିଲା? ଅନ୍ତୋଦୟ ଯୋଜନା କଣ? ମଧୁବାବୁ ପେନ୍ସନ ଯୋଜନାରେ କି କି ବ୍ୟବସ୍ଥା ଥିଲା? ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାରେ କି କି ସୁବିଧା ରହିଥିଲା? ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ଯୋଉଟାକି 100 days ର କାମ ଦିଆଯାଉଥିଲା। ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା, କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର କେଉଁଠାରେ ଅଛି, କାହା ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା? ହୀରାକୁଦ ନଦୀବନ୍ଧ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଗୁଡିକ କଣ? ଅଭାବ ବିକ୍ରି କଣ ଏବଂ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ସରକାର କଣ ପଦକ୍ଷେପ ନେଇଛନ୍ତି? କିଏ ଭୂଦାନ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ? କେଉଁ ପରିସ୍ଥିତିରେ ତକାଭି ଋଣ ଦିଆଯାଏ? କୌଶଲ୍ୟ ଗଙ୍ଗାଠାରେ ନିର୍ମିତ କେନ୍ଦ୍ରୀୟ ପ୍ରକଳ୍ପଟି କଣ? ଓଡ଼ିଶାର କେଉଁ ସ୍ଥାନ ମାନଙ୍କରେ ଫେରୋ ମାଙ୍ଗାନିଜ କାରଖାନା ପ୍ରତିଷ୍ଠିତ ହୋଇଛି? ପିଲାମାନେ ଏତିକି ହିଁ ତମକୁ କ୍ୱେଶ୍ଚିନ୍ ଦିଆଯାଇଛି ହେଲା। ସବୁ ସର୍ଟ କ୍ୱେଶ୍ଚିନ୍ ବାକି ସବୁ ଲଙ୍ଗ କ୍ୱେଶ୍ଚିନ୍ ମାନେ ସବୁ ସର୍ଟ କ୍ୱେଶ୍ଚିନ୍ ବାକି ଆଉ କେତୋଟି ହିଁ ଲଙ୍ଗ କ୍ୱେଶ୍ଚିନ୍ ହେଲା। ଲଙ୍ଗ କ୍ୱେଶ୍ଚିନ୍ ହାର୍ଡଲି ପିଲାମାନେ 10ଟା ହିଁ ଲଙ୍ଗ କ୍ୱେଶ୍ଚିନ୍ ହବ। 18ଟା ପାଠରୁ ତମକୁ 10ଟା ଲଙ୍ଗ କ୍ୱେଶ୍ଚିନ୍ ହେଲା ଦିଆଯାଇଛି। ତ ତମେ ଇଜିଲି ମନେ ରଖିଦ। ଆଉ ଏଗୁଡାକ ତ କିଏ କେଉଁଠାରେ ଗୋଟେ ଡେଟ୍ ମନେ ରଖିବା କଥା, ଗୋଟେ ନାଁ ମନେ ରଖିବା କଥା। ତ ପିଲାମାନେ କେହି ମଧ୍ୟ ଆଉ ଡେରି କରନି, ଏଇ ସବୁ କ୍ୱେଶ୍ଚିନ୍ ର ଆନ୍ସର ବାହାର କରିକି ଲାଗି ପଡ ପଢିବାରେ ହେଲା। ତ ପୁଣି ମିଶିବା ଆମେ ନେକ୍ସଟ ଭିଡିଓରେ।